ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ଆଜି ଦେଖିବାକୁ ଯାଉଛି ଏକ ସୁନ୍ଦର ଗାଁ, ଯେଉଁ ଗାଁରେ କି ସ୍ୱାଧୀନତା ସଂଗ୍ରାମୀ ଶହୀଦ ହୋଇଥିଲେ। ଏ ହେଉଛି ସ୍ୱାଧୀନତା ସଂଗ୍ରାମୀର ମାଟିର ଗାଁ କଷ୍ଟି ଡାକୁଆ। ଯେଉଁ ଗାଁରେ ଜନ୍ମଗ୍ରହଣ କରିଥିଲେ ସେଇ ଗାଁ କେତେ ସୁନ୍ଦର ପରିବେଶ ଏବଂ ଆଦିବାସୀ ଗାଁ ହେଲେ ମଧ୍ୟ କେତେ ସୁନ୍ଦର ଲାଗୁଛି। ଆସନ୍ତୁ ଦେଖିବା। ଦେଖନ୍ତୁ, ଏ ହେଉଛି ବୀର ଶହୀଦ କଷ୍ଟି ଡାକୁଆ ମାଟିର ଗାଁ। ପ୍ରତ୍ୟେକ ବର୍ଷ ଅକ୍ଟୋବର 10 ତାରିଖ ଦିନ ତାଙ୍କର ଶ୍ରାଦ୍ଧ ଦିବସ ପାଳନ କରାଯାଏ। ବର୍ତ୍ତମାନ ତ ପାଖେଇ ଆସିଲାଣି। ଆପଣମାନେ ଆସନ୍ତୁ ଏବଂ ଗାଁଟିକୁ ଦେଖନ୍ତୁ। ଏ ହେଉଛି ଆଦିବାସୀ ଅଧ୍ୟୁଷିତ ଗାଁ କୁଶବିଡ଼ା। ଦେଖନ୍ତୁ, ଏଠାରେ କଷ୍ଟି ଡାକୁଆଙ୍କର ପ୍ରତ୍ୟେକ ବର୍ଷ ଶ୍ରାଦ୍ଧ ଦିବସ ବହୁତ ଧୁମଧାମରେ ପାଳନ କରାଯାଏ। ଏ ମଣ୍ଡପରେ ମଧ୍ୟ ଖାଇବା ପିଇବା ବ୍ୟବସ୍ଥା ହୁଏ। ମୁଁ ମଧ୍ୟ ପ୍ରତ୍ୟେକ ବର୍ଷ ଆସେ ଏଠାକୁ। ଯେହେତୁ କରେଣ୍ଟ ଗଲେ ଠିକ୍ ସେ ଆସୁନି, ସେଥିପାଇଁ ସୋଲାର ଲାଇଟ୍ ବ୍ୟବସ୍ଥା ଲଗାଯାଇଛି। ବର୍ତ୍ତମାନ ଦେଖିପାରୁଥିବେ ଚାଳ ଘର ମଧ୍ୟ ଅଛି। ଏପର୍ଯ୍ୟନ୍ତ ଏ ଗାଁରେ କିଛି ଲୋକଙ୍କର ଇନ୍ଦିରା ଆବାସ ମିଳିନି, ସେଥିପାଇଁ। ଚାଲନ୍ତୁ, ଏ ହେଉଛି ଗ୍ରାମର ମା ଗ୍ରାମ ଦେବତୀ। ଗାଁ ଭିତରକୁ ଯିବା। ଦେଖିପାରୁଥିବେ ଏ ଯେଉଁ ଦେଖୁଛନ୍ତି ମଣ୍ଡପ, ଏ ହେଉଛି ବୀର ଶହୀଦ କଷ୍ଟି ଡାକୁଆଙ୍କର ସ୍ମୃତି ମଣ୍ଡପ। କେତେ ସୁନ୍ଦର ଲାଗୁଛି। ଯେହେତୁ ସନ୍ଧ୍ୟା ହୋଇ ଆସିଲାଣି, ଗାଈମାନେ ମଧ୍ୟ ପଳେଇ ଆସିଲେଣି ଘରକୁ। ଏ ହେଉଛି ତାଙ୍କ ଗାଁର କୂଅ। ଦେଖିପାରୁଥିବେ ଦୁଇପଟ ସାହିରେ ଲୋକ ତ ଗାଁ ମଝିରେ ରହୁନାହାନ୍ତି। ଦୁଇପଟ ସାହିରେ ସେ ମଧ୍ୟ ଆଦିବାସୀ ଲୋକମାନେ, ସେ 3-4ଟା ସାହି ଭଳିଆ ରୁହନ୍ତି। ଦେଖନ୍ତୁ, ଏ ହେଉଛି କରେଣ୍ଟ ଯେହେତୁ ଗଲା ମାନେ ଆସୁନି ଠିକ୍ ସେ, ସେଥିପାଇଁ ସୋଲାର ପାଣି ବ୍ୟବସ୍ଥା ଅଛି। ଏପଟେ ମଧ୍ୟ ଆଉ ଗୋଟିଏ ସାହି। ଆଜି ପାଇଁ ଏତିକିରେ ବିଦାୟ ନେଉଛି। ଜୟ